ଖାଲି ହେଇଗଲା ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେନି। ସିଏ ଏମିତି ଏକ ଆକ୍ଟର, ଆପଣ ଯଦି କମେଡ଼ି ରୋଲ୍ ଦେବେ କରିବେ, ଭିଲିଆନ୍ ରୋଲ୍ ଦେଲେ ବି କରିବେ, ମାନେ ବାପାଙ୍କ ରୋଲ୍ ଦେଲେ ବି କରିବେ, ସବୁ ପ୍ରକାର ସେ ରୋଲ୍ କରିପାରିବେ। ସେ ଜାଗା ଆଉ କେହି ପୂରଣ କରିପାରିବେନି, ଯେହେତୁ ଓଲିଉଡ଼ରେ ସେମିତି କେହି ନାହାନ୍ତି ଆଉ। ଗ୍ରାମ ପାଇଁ ସେ ବହୁତ କିଛି କରିଛନ୍ତି, ତ ଏଇଟା ସଡ଼ନ୍ କେହି ଆକ୍ସେପ୍ଟ କରିପାରୁନାହାନ୍ତି କି ସେ ଆଉ ନାହାନ୍ତି ଆମ ଗଣରେ। ଡାଇଲିସିସ୍ ହେଇଥିଲା, କିଡ଼ନୀ ଫେଲିୟର ହେଇଥିଲା, ତ ସେଥିପାଇଁ ଅଗଣ ବୟସ ପାଖାପାଖି 78ରୁ 82 ଭିତରେ ହେବ। ରାଉତ, ମୁଁ ଚକେଇଛାଣି ଗ୍ରାମର ଜଣେ ଯୁବକ ଏବଂ ସେ ଯିଏ ଭିକାରୀ ବଡ଼ବାପା ଯିଏ ସେ ମୁଁ ତାଙ୍କ ପୁତୁରା ହେବି। ତ କାଲି ରାତିରେ ଆମେ ସଡ଼ନ୍ ମାନେ ଥିଲୁ, ରାତି 12:10ରୁ 15 ଭିତରେ ତାଙ୍କ ଦେହାନ୍ତ ହୋଇଛି। ତ ମାନେ ଏଇଟା ଏକ ପ୍ରକାର କହିବାକୁ ଗଲେ ଅଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଏଇଟା ଗୋଟେ ବହୁତ ବଡ଼ ଲସ୍, ଯେହେତୁ ମାନେ ସେ ତାଙ୍କର ସିରିଏଲରେ ବହୁତ ହିଟ୍ ଦେଇ ଆସିଛନ୍ତି, ଆଲବମ୍ରେ ବି ହିଟ୍ ଦେଇ ଆସିଛନ୍ତି। ତ ଏଇଟା ଓଲିଉଡ଼ ପାଇଁ ଏକ ପ୍ରକାର କହିବାକୁ ଗଲେ ବହୁତ ବଡ଼ ଲସ୍, ଏବଂ ଆମ ଗ୍ରାମ ପାଇଁ ସେ ବହୁତ କିଛି କରିଛନ୍ତି। ତ ଏଇଟା ସଡ଼ନ୍ କେହି ଆକ୍ସେପ୍ଟ କରିପାରୁନାହାନ୍ତି କି ସେ ଆଉ ନାହାନ୍ତି ଆମ ଗଣରେ। ଡାଇଲିସିସ୍ ହେଇଥିଲା, କିଡ଼ନୀ ଫେଲିୟର ହେଇଥିଲା, ତ ସେଥିପାଇଁ ଅଗଣ ବୟସ ପାଖାପାଖି 78ରୁ 82 ଭିତରେ ହେବ। ନାଇଁ ସଡ଼ନ୍ ଏମିତି ହେଇଛି, ଆଗରୁ ତଥାପି ମାନେ ହେଲାଣି 6-7 ମାସ ହେବ ଦେହ ଖରାପ ଥିଲା, ଏମିତି ସଡ଼ନ୍ କାଲି ହେଇଗଲା ଆଉ। ଦିନରେ ନାଇଁ ଘରେ ଥିଲେ। ଆଗରୁ ସିଏ ଅନେକ ଅଭିନୟ କରିଛନ୍ତି, ଅନେକ ବଡ଼ ବଡ଼ ଅଭିନେତାଙ୍କ ସାଙ୍ଗରେ ଅଭିନୟ କରିଛନ୍ତି। ଭିଲିଆନ୍ ଡେରେ ଆମେ ତାଙ୍କୁ ଦେଖିଛୁ। ଏବେ ସେ ଜାଗା ଖାଲି ହେଇଗଲା, ଖାଲି ହେଇଗଲା ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେନି। ସିଏ ଏମିତି ଏକ ଆକ୍ଟର, ଆପଣ ଯଦି କମେଡ଼ି ରୋଲ୍ ଦେବେ କରିବେ, ଭିଲିଆନ୍ ରୋଲ୍ ଦେଲେ ବି କରିବେ, ମାନେ ବାପାଙ୍କ ରୋଲ୍ ଦେଲେ ବି କରିବେ, ସବୁ ପ୍ରକାର ସେ ରୋଲ୍ କରିପାରିବେ। ସେ ଜାଗା ଆଉ କେହି ପୂରଣ କରିପାରିବେନି, ଯେହେତୁ ଓଲିଉଡ଼ରେ ସେମିତି କେହି ନାହାନ୍ତି ଆଉ। ହେ ପ୍ରଭୁ ଟଙ୍କା ଦେଇ ଗୀତ ତାଙ୍କର ଲୋକପ୍ରିୟ ହେଇଥିଲା, ବହୁତ ଭଲ ପାଇବା ଦେଇଥିଲେ, ସେଇଠୁ ଲୋକ ବେଶୀ ଆହୁରି ଚିହ୍ନିଲେ। ଏବେ ସେ ସମସ୍ତଙ୍କୁ ଛାଡ଼ିକି ଚାଲିଯାଇଛନ୍ତି। ସେଇ ହେ ପ୍ରଭୁ ଦେଖା ଦେ ଗୀତରେ ହିଁ ସିଏ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଏଣ୍ଟ୍ରି କରିଥିଲେ, ଯେଉଁଟାକି ତାଙ୍କ ପାଇଁ ସେଇଟା କହିଲେ ମାନେ ବହୁତ ସୁପରହିଟ୍ ସେଇଟା ହେଇଥିଲା। ତ ଏମିତି ଚାଲିଛି, ତ ଏଇଟା ବିଶ୍ୱାସ ହେଇପାରୁନି ସମସ୍ତଙ୍କୁ ଆଉ। ଘରେ ଯେତେବେଳେ ଜାଣିଲେ କ'ଣ ଥିଲା ଘରେ ତ ମାନେ କହି ହେଉନି ଆଉ, ତା ପାଇଁ କିଛି ଶବ୍ଦ ନାହିଁ, ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି, ଏଇଆ ଚାଲିଛି ଆଉ। ପୁତୁରା ନିଜ ପୁତୁରା ହେବି। ଆପଣଙ୍କ ସେ ଦାଦା ହେବେ ନା ବଡ଼ ବାପା ହେବେ। କ'ଣ ହେଇଥିଲା ଭାଇ, କ'ଣ କହିବାକୁ ଚାହିଁବେ? ତ ଗୋଟେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଗୋଟେ ଅପୂରଣୀୟ କ୍ଷତି ଏଇଟା, କାହିଁକିନା ତାଙ୍କ ଅଭିନୟ ବହୁତ ବଡ଼ ବଡ଼ ଅଭିନେତା ସହିତ ଅଭିନୟ କରିଛନ୍ତି, ସମସ୍ତେ ତାଙ୍କୁ ଭିଲିଆନ୍ ରୋଲ୍ରେ ଦେଖିଛନ୍ତି। ଗୋଟେ ଖାଲି ସ୍ଥାନ ପଡ଼ିଗଲା କହିପାରିବେ? ଖାଲି ସ୍ଥାନ ତ ସେମିତି ପଡ଼ିଗଲା, ତା ତ ଯେତେ ଭେଟରାନ୍ ଆକ୍ଟର ସବୁ ଥିଲେ, ପୁରୁଣା ଆକ୍ଟର ସବୁ ତ ଏବେ ଧୀରେ ଧୀରେ ଲୋପ ପାଇଗଲେଣି। ତା ବାଦେ ସେ ତ ଆଗରୁ ତାଙ୍କର ଦେହ ଖରାପ ଥିଲା, କିଡ଼ନୀ 2ଟା ଫେଲିୟର ଥିଲା, ଡାଇଲିସିସ୍ ବି ଚାଲିଥିଲା। ଖାଲି ହଠାତ୍ ସଡ଼ନ୍ ଏମିତି କ'ଣ ହେଲା ଯେ ମୁଁ ବି ବାହାରେ ଥିଲି, ମୁଁ ଆଜି ସକାଳୁ ଆସିକି ହଠାତ୍ ପହଞ୍ଚିଲି। ତାପରେ ଏମିତି ସବୁ ଶୁଣିକି ମୁଁ ଏଠି ଥିଲି, ମୁଁ ଯାଇଥିଲି ବୁଲିବାକୁ, ଆସିଲା ବେଳକୁ କଥାବାର୍ତ୍ତା ହେଇନି, ଡେଲି ସଦାବେଳେ ଦେଖା ହୁଏ, କଥାବାର୍ତ୍ତା ହେଇକି ସଦାବେଳେ ଯାଏ, ଭସା ମଡ଼ାଏ କୁହନ୍ତି, ସବୁ କରିକି ଯାଏ। ଅଭିନୟ ତ କହିବି କ'ଣ, ତାଙ୍କ ତ ଅଭିନୟ ଭଲ କରନ୍ତି, ସବୁ ଭଲ ଥାଆନ୍ତୁ, ଯେତେବେଳେ ଉପରେ ଅଛନ୍ତି ଦେଖିକି ଭଲ। ଓଲିଉଡ଼ ଇଣ୍ଡଷ୍ଟ୍ରିର କେଉଁ ଅଭିନେତାଙ୍କ ଫୋନ୍ କିମ୍ବା ଦେଖା କରିବାକୁ ଆସିଥିଲେ ସେ ସମୟରେ? ସେତେବେଳେ ମୁଁ ତ ନଥିଲି, ମୁଁ ପରେ ଆସିଲି, ସେତେବେଳେ କିଏ ଆସିଥିଲେ ତ ମୁଁ ଶୁଣିବାକୁ ପାଇଛି, ମୁଁ ଜାଣିନି କିଏ ଠିକ୍ ସେ ଆସିଥିଲେ କି ଆସିଥିଲେ।